ମୁଁ କାଲି ପଢ଼େଇଥିଲି ଯେ ଏହି ସବୁ ପରୀକ୍ଷା ଆଗେ ଯାହା ସବୁ ଶୁଣା ନଥିଲା ତା ଏବେ ଶୁଣାଗଲା। ତେଣୁ ଲୋକ ସାଧାରଣ ଆଶ୍ଚର୍ଯ୍ୟ ହେଉଛନ୍ତି ଏ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ'ଣ ଲାଭ ହେଉଛି। ସେ କହୁଛନ୍ତି ପରୀକ୍ଷା ବିଷୟରେ ଯାହା ସବୁ ଶୁଣା ଯାଇନଥିଲା, ଏତିକି ଦିନ ପରୀକ୍ଷା ହେବ, ଏମିତି ପରୀକ୍ଷା ହେବ, ଏତିକି ନମ୍ବର ପରୀକ୍ଷା ହେବ, ଏସବୁ ଆଗରୁ ଯାହା ଶୁଣା ନଥିଲା ଏବେ ସବୁ ନୂଆ ନୂଆ ପଦ୍ଧତି ଆରମ୍ଭ ହେଉଛି। ତେଣୁ ପ୍ରଶ୍ନୋତ୍ତର ବହି ଗୁଡ଼ାକ ଅର୍ଥାତ୍ ମିନିଂ ବହି ଗୁଡ଼ାକ କି ଯେଉଁ MBD ଏକ୍ସଲେଣ୍ଟ ବହି ଗୁଡ଼ାକ ଏଇ ବିକ୍ରି ହେବା ଛଡ଼ା ଆଉ କିଛି ଲାଭ ନାହିଁ। କେବଳ ତଳ ସ୍ତରରେ ନୁହେଁ, ଉପର ସ୍ତରରେ ମଧ୍ୟ ପରିସ୍ଥିତି ବିଶେଷ ସନ୍ତୋଷଜନକ ନୁହେଁ। ପ୍ରାବନ୍ଧିକ କହୁଛନ୍ତି ଯେ କେବଳ ଛୋଟ ପିଲାଙ୍କ କଥା ନୁହେଁ, ଯେତେ ଉପରକୁ ଯିବ ଉପର ସ୍ତରରେ ମଧ୍ୟ ଏ ଶିକ୍ଷା କିଛି ସନ୍ତୋଷଜନକ ନୁହେଁ। ଗତ ଗ୍ରୀଷ୍ମରେ ବିଶ୍ୱବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ଯେତିକି ପିଲାଙ୍କ ନାଁ ବାହାରିଥିଲା ତାର 1/3 ପିଲା ଅବୈଧ ଆଚରଣରେ ଦଣ୍ଡିତ ହୋଇଥିବା କଥା ମଧ୍ୟ ବାହାରିଥିଲା। ଏଇଟା ମୁଁ କାଲି ପଢ଼େଇଥିଲି। ତେଣୁ ଆଗକାଳେ ଯେମିତି ଏକାଥରକେ ପରୀକ୍ଷା ଫଳ ବାହାରି ଯାଉଥିଲା, ଆଜିକାଲି ଆଉ ସେମିତି ନ ବାହାରି ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ଯେମିତି ହୀରାକୁଦ ଡ୍ୟାମରୁ ଗୋଟିଏ ପରେ ଗେଟ୍ ଏମିତି ଖୋଲୁଛି ଗୋଟେ ପରେ ଗୋଟେ, ସେମିତି ପରୀକ୍ଷା ଗୋଟେ ପରେ ଗୋଟେ ବର୍ଷ ସାରା ଖାଲି ପରୀକ୍ଷା। ଆଗେ ମାଟ୍ରିକୁଲେସନ ପାସ୍ କରି ଲୋକେ ମାଜିଷ୍ଟ୍ରେଟ କାମ ଚଳାଇ ଦେଉଥିଲେ। ଏବେ ମାଟ୍ରିକ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ। ଜଣେ BA ଛାତ୍ରଙ୍କୁ ଚିଠିଟିଏ ଲେଖିବାକୁ କହିଲେ ଇଂରାଜୀରେ ତ ଯାଇତାଇ ହୋଇଯିବ, କିନ୍ତୁ ମାତୃଭାଷାରେ ଲେଖିଲା ବେଳକୁ 15ଟା ବନାନ ଶୁଦ୍ଧି ହୋଇଯିବ। ପାଠ ତ ଯାହା ଦେଖିବେ, ଅକ୍ଷର ଦେଖିଲେ ଡରିଯିବେ। ଅକ୍ଷରର ବୋଧହୁଏ ଆଜିକାଲି ପାଠ ସାଙ୍ଗେ କିଛି ସମ୍ପର୍କ ନାହିଁ। ପିଲାଏ ଜାଣିଛ, ଆମ ବେଳେ ସବୁ ଯେତେବେଳେ ପାଠ ପଢ଼ଉଥିଲେ ସ୍କୁଲରେ ସାର୍ମାନେ, ଯଦି ହସ୍ତାକ୍ଷର ଖାତାରେ ଅଟା ଠିକ୍ ବୁଲେଇଲା ବେଳେ ସେ ଗାରକୁ ଛୁଇଁ ନାହିଁ, ପୁରା 3ଟା ଯାକ ଗାରକୁ ଛୁଇଁ ନାହିଁ, ତାହେଲେ ସାରେ ପାଖକୁ ଡାକନ୍ତି। ଟେବୁଲ ଉପରେ ହାତ ଆମେ ଥୋଇଦଉ, ସାରେ ଛେଚି ଦିଅନ୍ତି ଗଣ୍ଠିରେ, ପାରେ ପାରେ ଠୁକେଇ ଦିଅନ୍ତି। ଅର୍ଥାତ୍ କାଲିକି ଦର୍ଜ ହେଇଥିବ। ସେ କହୁଛନ୍ତି ଯେ ଆଗରୁ ମ୍ୟାଟ୍ରିକ ପାସ୍ କଲା ପରେ ସେମାନେ ମାଜିଷ୍ଟ୍ରେଟ କାମ କରିପାରୁଥିଲେ, କିନ୍ତୁ ଏବେ ମ୍ୟାଟ୍ରିକ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ। ଅର୍ଥାତ୍ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ, ଠାରୁ ଲ ତମେ ଲେଖିପାରିବ ନାହିଁ କି ଗୋଟେ କାମକୁ ମଧ୍ୟ ଭଲକିରି ମ୍ୟାଟ୍ରିକ ପାସ୍ ପିଲା କରିପାରିବ ନାହିଁ। ଦ୍ୱିତୀୟ କଥା, ସେ କହୁଛନ୍ତି ଯେ BA ପାସ୍ ପିଲାଟାକୁ ଯଦି ଗୋଟେ ଚିଠି ଲେଖିବାକୁ କହିବ, ଇଂରାଜୀରେ ଯାଇତାଇ ଭୁଲ ଭୁଲ ବା ମିଶେଇ ସେ ଲେଖିଦେଇ ପାରିବ, ଓଡ଼ିଆରେ ଲେଖିପାରିବ ନାହିଁ। ଆଉ ଯଦି ବି ସେ ଲେଖିଲା ତାହେଲେ ଅତି କମରେ 15ଟା ଭୁଲ ବାହାରିବ। ପିଲାଏ, ଏଇ ହେଉଛି ଆମର ପାଠ ପଢ଼ାର ଚିନ୍ତା। ସରକାର ପାଠ ପଢ଼ିବା ପାଇଁ ନୂଆ ନୂଆ ସ୍କୁଲ ଖୋଲି ଦେଉଛନ୍ତି, କିନ୍ତୁ ପଢ଼େଇବା ପାଇଁ ଯେତିକି ବ୍ୟବସ୍ଥା ଦରକାର ସେ ବ୍ୟବସ୍ଥା ହେଇପାରୁନି। ଅଭିଭାବକମାନେ ପିଲାଙ୍କୁ କେବଳ ପାଠ ପଢ଼ଉଛନ୍ତି ଜୀବିକା ଅର୍ଜନ କରିବା ପାଇଁ। କେମିତି ଶୀଘ୍ର ସିଏ ଭଲ ନମ୍ବର ରଖିବ, ଫାର୍ଷ୍ଟ କ୍ଲାସ୍ ପାଇକା ଯିବ, କେମିତି ଶୀଘ୍ର ଚାକିରି କରିବ। ଯଦି ଏ ଏକ୍ଜାମରେ ପାଉନି, ସେ ଏକ୍ଜାମରେ ହଉନି, ତାହେଲେ କୋଉଠି ପଇସା ପତ୍ର ଦେଇକି ତାକୁ ପାଇଗଲେ, କୋଉଠି ଚାକିରି ଖଣ୍ଡେ କଲେ, ସିଏ ଆଣି ଘରେ ମୋଟା ଅଙ୍କର ଟଙ୍କା ଦବ। ଏଇ ଚିନ୍ତା ହେଉଛି ଅଭିଭାବକ ମାନଙ୍କର। 100ରୁ 90 ଜଣଙ୍କର। ଆଉ 10 ଜଣ ଲୋକ କେତେ ବା ଇଏ କରିବେ, ଦେଶକୁ ଠିକ ବାଟରେ ଚଳେଇବେ। ଆଗେ ଯେତେବେଳେ ପାଠ ପଢ଼ିବା ପାଇଁ ବିଶେଷ ସୁବିଧା ନଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନଥିଲା, ସେତେବେଳେ ପାଠର ମାନଦଣ୍ଡ ଏତେ ଉଚ୍ଚ ଥିଲା। ଅଥଚ ଏତେବେଳେ ବିଜ୍ଞାନ ବଳରେ ଶିକ୍ଷା ପାଇଁ ନାନା ସୁବିଧା ଆବିଷ୍କୃତ ହୋଇଥିଲେ ମଧ୍ୟ ଓ ପ୍ରତ୍ୟେକ ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି। ପ୍ରାଥମିକରୁ PhD ପର୍ଯ୍ୟନ୍ତ ସବୁଠି ଅବସ୍ଥା ସମାନ ହୋଇଗଲାଣି। ଏବେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡରେ ଆଉଟସାଇଡର ନାଁ ଦେଇ ଜଣେ
କେହି ଦ MN ବେଙ୍ଗଲି ବୋଲି ଗୋଟିଏ ଲେଖା ଲେଖିଥିଲେ। ସେଥିରେ ସେ ଦେଖାଇଥିଲେ ସେଇ ବିଭାଗରେ କେମିତି ଅନେକ ଲୋକ ପ୍ରଥମ ଶ୍ରେଣୀ ପାଆନ୍ତି, କିନ୍ତୁ ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥିବାରୁ ଅଧିକାଂଶ ଡିଫିଲ୍ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ସେଇ ଡିଫିଲ୍ ସଂଖ୍ୟା ବହୁତ ହେବାରୁ ଡିଲିଟ୍ ଛଡ଼ା ଆଉ ଉପାୟ ନାହିଁ। ଲେଖକ କହିଛନ୍ତି, ଆଶ୍ଚର୍ଯ୍ୟର କଥା, ସେଇ ବିଭାଗରେ କୌଣସି ଭଲ ଛାତ୍ର ନଥିଲେ ସୁଦ୍ଧା ଅନେକ ଡିଲିଟ୍ ମଧ୍ୟ ପାଉଛନ୍ତି। ତଥାପି ସେଥିରେ ଅବସ୍ଥା ବିଶେଷ ଭଲ ନୁହେଁ। ମାନେ ଭଲ ଛାତ୍ର ନ ହେଇକିରି ମଧ୍ୟ ଆମେ ବି ଦେଖିଛୁ ଯେ ଭଲ ଛାତ୍ର ହେଇନଥିବେ, ଆଉ ଗୁଡ଼ାଏ ଉପାଧି ପାଇକିରି ଆସିଥିବେ, ଗୁଡ଼ାଏ ବିଜ୍ଞ ବୋଲି ଆମେ ଜାଣିଥିବୁ, କିନ୍ତୁ କ୍ଲାସରେ ପାଠ ପଢ଼େଇଲା ବେଳକୁ କବଚ କିଛି ଜଣା ନାହିଁ, ବହୁତ ଭୁଲ ଭାଲ ପଢ଼ୁଛନ୍ତି। କିନ୍ତୁ ପାଠ ପଢ଼ାରେ କୋତେଇ ନାହିଁ, ପାଠ ଠିକ୍ ଠାକ୍ ପଢ଼ିକିରି ଆସୁଛନ୍ତି, କିନ୍ତୁ ପଢ଼େଇବାକୁ ତାହେଲେ ଏ ପାଠ ପଢ଼ାରେ ମୂଲ୍ୟ କ'ଣ? ତାହେଲେ ଏଇ କ'ଣ ହେଉଛି ଆମ ଆଧୁନିକ ଉଚ୍ଚ ପଦବୀଧାରୀ ଅଫିସର ମାନଙ୍କର ଶିକ୍ଷା ଚିନ୍ତା ଆଧୁନିକ ଭାରତରେ? ଏମିତି ହେଲେ ଆମେ କ'ଣ ଯୁକ୍ତରାଷ୍ଟ୍ର ଆମେରିକା ସାଙ୍ଗରେ ସମାନ ହେଇପାରିବା? ଆମେ କ'ଣ ସେମାନଙ୍କ ସାଙ୍ଗରେ ତାଳ ଦେଇ ଚାଲିପାରିବା? ଯଦି କେବଳ ସାର୍ଟିଫିକେଟ୍ ଧରି ଆମେ ନିଜକୁ ଶିକ୍ଷିତ ବୋଲି ବୋଲେଇବା, ତାହେଲେ ଆମ ଦେଶ ଆଗୁଆ ହେଇପାରିବ ନାହିଁ। ଦୁର୍ଭାଗ୍ୟବଶତଃ ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ। ପାଶ୍ଚାତ୍ୟ ଦେଶମାନଙ୍କର, ବିଶେଷତଃ ଆମେରିକାରେ ସେହି ପରିସ୍ଥିତିରେ ନିଜ କାର୍ଯ୍ୟକଳାପର ପ୍ରଗତିର ପରିଚୟ ଦେବାକୁ ପଡ଼େ, କିନ୍ତୁ ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚି କରିଥାନ୍ତି। ହଠାତ୍ ବାହାରି ପଡ଼ି ଏମିତି ଚମକ ଦେଖାନ୍ତି ଯେ ହଠାତ୍ ଲୋକେ ଚମକି ପଡ଼ି ବିଶ୍ୱାସ କରିପାରନ୍ତି ନାହିଁ। ଭାରତ ବର୍ଷରେ କେତେକ ବିଶ୍ୱବିଦ୍ୟାଳୟରେ ଶହ ଶହ PhD ଡିଲିଟ୍ ବାହାରୁଛନ୍ତି, ଅଥଚ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ। କିନ୍ତୁ ମୌଳିକ ଜ୍ଞାନ ଗୁଡ଼ାଏ ଉପାଧିଧାରୀ ଲୋକ ବାହାରୁଛନ୍ତି, ନିଜକୁ ଗବେଷକ ବୋଲି ବୋଲଉଛନ୍ତି, କିନ୍ତୁ ଗବେଷଣା କରି ଆଉ ଗୋଟାଏ ନୂଆ ନିବନ୍ଧ ପ୍ରସ୍ତୁତ କରିବା, ନୂଆ ବହି ଲେଖିପାରିବାର ଜ୍ଞାନ ସେମାନଙ୍କ ପାଖରେ ନାହିଁ। ଅର୍ଥାତ୍ ସେମାନେ ଯେତିକି ପଢ଼ିଛନ୍ତି କେବଳ ପଇସା ରୋଜଗାର କରିବା ପାଇଁ ସକ୍ଷମ, ଜ୍ଞାନ ଅର୍ଜନ ସେମାନେ କରିନାହାନ୍ତି, କି ଆଉ ଗୋଟାଏ ଜ୍ଞାନର ମାର୍ଗ ଦେଖେଇବାର ଯୋଗ୍ୟତା ସେମାନଙ୍କ ପାଖରେ ନାହିଁ। ତେଣୁ ତଳ ତ ଯାହା ଯାହା, ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଆବାଜରେ କ'ଣ ଏଇ ସ୍ୱାଧୀନତାଟାକୁ ସମ୍ଭାଳିବ? ଭାରତଟା ସିନା ବ୍ରିଟିଶ ମାନଙ୍କର ନିଜ ରାଜ୍ୟ ଥିଲା ବୋଲି ତାଳ ଗଛକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ୁଥିଲେ, କିନ୍ତୁ ଆମେ କ'ଣ ନିଜ ଦେଶକୁ ଏମିତି ଠକି ପାରିବା? ଖାଲି ନିରନ୍ନ ମୂର୍ଖ ଲୋକଙ୍କୁ ତାଲିମ କରି ଫୌଜ ପୋଷାକ ପିନ୍ଧାଇଲେ ଦେଶର ସ୍ୱାଧୀନତା ରହିପାରିବ ନାହିଁ। ରହିବ ଯଦି ପାଠ ବଳରେ ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇପାରିବା। ତେଣୁ ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେଲେ ଏହି ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇପାରେ। କହୁଛନ୍ତି ଜଣେ ସୈନିକ ନୁହେଁ, କିନ୍ତୁ ସୈନିକ ପୋଷାକ ପିନ୍ଧେଇ ଦେଲେ ସେ କ'ଣ ଲଢ଼େଇ କରିପାରିବ, ଯୁଦ୍ଧ କରିପାରିବ? ଜଣେ ପୋଲିସ ନୁହେଁ, ତାକୁ ପୋଲିସର ପୋଷାକ ପିନ୍ଧେଇ ଦେଲେ ସେ କ'ଣ ଚୋର ଧରିପାରିବ? ଧରିପାରିବନି। ଠିକ୍ ସେଇ ନ୍ୟାୟରେ ଜଣେ ପ୍ରକୃତ ପାଠ ପଢ଼ିନି, କେବଳ ସାର୍ଟିଫିକେଟ୍ ତାକୁ ଯୋଗେଇ ଦିଆଯାଇଛି କପି କରିକି ଚୋରି କରିକି, ତାହେଲେ ସେ କ'ଣ ପାଠ ପଢ଼େଇ ପାରିବ? ନା କୋଉଠି ଦରକାର ବେଳେ କୌଣସି ଉଚ୍ଚ ମାନର କଥା କହିପାରିବ, ନା ଯୁକ୍ତିତର୍କ କରିପାରିବ, ନା ସମସ୍ୟାର ସମାଧାନ କରିପାରିବ? ତେଣୁ ଆମ ଦେଶରେ ବର୍ତ୍ତମାନ ଯୋଉ ଶିକ୍ଷା ବ୍ୟବସ୍ଥା ଚାଲିଛି, ସେଠି କ'ଣ ନା ତାଳ ଗଛକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁକୁ ଏ ଦେଶରୁ ଘଉଡ଼ୁଥିଲେ, କିନ୍ତୁ ସମୟ ଥିଲା ଯେ ତାଳ ଗଛକୁ ସେମାନେ କ'ଣ କରୁଥିଲେ ନା ତୋପ କରି ଦେଖେଇକିରି ଶତ୍ରୁଙ୍କୁ ଘଉଡ଼ଉଥିଲେ, କାରଣ ସେମାନେ ଜାଣିନଥିଲେ ତୋପ କେମିତିଆ। କିନ୍ତୁ ବର୍ତ୍ତମାନ ସବୁ ରାଷ୍ଟ୍ରର ଉନ୍ନତି ହେଇଗଲାଣି ଏବଂ ନୂଆ ନୂଆ ପଦ୍ଧତିରେ ସେମାନେ ଯେତେବେଳେ ସେ ରାଜ୍ୟରେ, ଆମେରିକାରେ, ଜାପାନରେ ସେମାନେ ଯେତେବେଳେ ଗବେଷଣା କରୁଛନ୍ତି, ପ୍ରକୃତରେ ଗବେଷଣା କରୁଛନ୍ତି, ଯୋଉ ବିଷୟ ଉପରେ ସେ ଗବେଷଣା କରୁଛନ୍ତି ସେଠି ପରୀକ୍ଷା ନିରୀକ୍ଷା କରି ଯୋଉ ବିଷୟ ଉପରେ ଯାହା ଯାହା କରିବାକୁ ଦରକାର ସମୟ ଦେଇ ପରିଶ୍ରମ କରି ସେମାନେ ଡିଗ୍ରୀ ଅର୍ଜନ କରୁଛନ୍ତି। କିନ୍ତୁ ଆମ ଭାରତରେ ବିଶେଷତଃ ଶତକଡ଼ା 90% ଲୋକ କ'ଣ କରୁଛନ୍ତି, ପଇସା ଦେଇକିରି ଡିଗ୍ରୀ ଲାଭ କରୁଛନ୍ତି, ବିନା ପରିଶ୍ରମରେ ସାର୍ଟିଫିକେଟ୍ ହାସଲ କରୁଛନ୍ତି। ପରିଶ୍ରମ ନ କରି ସାର୍ଟିଫିକେଟ୍ ହାସଲ କରି ପାଠ ପଢ଼ି ଅନ୍ୟ ଦେଶମାନଙ୍କର କବଳରୁ
बा अन्य देश मानक तुलन रे भारत को विकासशील करी गढ़ी तोलिबा संभव नुहे। तेणु प्रकृत रे शिक्षा व्यवस्था केमिति उन्नत हबो, छात्र माने केमिति जीवन बोली कौन जानी पारिबे, प्रकृत रे जीवन कहा को कहंती बुझी पारिबे, जीविका पछरे न गोड़ेई जदि प्रकृत शिक्षा को छात्र माने ग्रहण करि पारिबे ताहले से माने बुझी पारिबे भूल कोठा ठीक कोठा। तेणु देश को स्वाधीन रखिबा पई हेले प्रथमे शिक्षा व्यवस्था को सुदृढ़ करने को पड़िबो। शिक्षा व्यवस्था को शेष स्थान रे न रखी शीर्ष स्थान रे रखिले जाइए समस्या समाधान हो पारिबो। जेते सरकार जेते योजना अच्छी यदि शिक्षा पाई योजना तैयारी हबो एवं से योजना आसी छात्र समाज पाखे उपयुक्त भाव में पहुंची पारिबो आउ छात्र समाज ताको उपभोग करिवे ताहले स्वाधीन देशर शिक्षा चिंतार मूल्य रहिबो। एटा प्राबंधिक कहबाकू चाहूचंती। नेक्स्ट क्लास रे आर प्रश्न उत्तर करदबा।